ବର୍ଷା ପାଗ ହେଲେ ନା ସମସ୍ତଙ୍କର ଇଚ୍ଛା ହେଇଥାଏ କିଛି ନା କିଛି ଛଣାଛଣି ଚଟପଟା ଇଆଡୁ ସିଆଡୁ ଖାଇବା ପାଇଁ। ଯଦି ସେଇ ଚଟପଟା ଜିନିଷକୁ ଆମେ ଘରେ କମ ଖର୍ଚ୍ଚରେ ବନେଇ ପାରିବା ତାହେଲେ ବାହାରୁ କାହିଁକି କିଣିକି ଆଣି ଖାଇବା। ଆଜି ଚାଲନ୍ତୁ ମାତ୍ର 20 ଟଙ୍କାର ସୋୟାବିନରେ ଗୋଟେ ସୁନ୍ଦର ରେସିପି ଆପଣମାନଙ୍କ ସହିତ ସେୟାର କରିବି। ଥରେ ବନେଇ ଖାଇବେ ନା ବାର ବାର ଖାଇବା ପାଇଁ ଇଚ୍ଛା କରିବେ। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ତ ଏଇଠି ଦେଖିପାରୁଥିବେ ଗୋଟେ ଜାଗାରେ ପାଣି ବସେଇ ନେଇଥିଲି ଗରମ ହବା ପାଇଁ। ପାଣି ଗରମ ହେଇ ସାରିଲା ପରେ ଏଠି ଯୋଉ 10 ଟଙ୍କିଆ ବାଲା ସୋୟାବିନ୍ ଆସେ ନା, ସେଇଥିରୁ ମୁଁ 2 ପ୍ୟାକେଟ ନେଇଯାଇଥିଲି। ଏବେ ସେଇ ସୋୟାବିନ୍‌କୁ ଗରମ ପାଣି ଦେଇ ତାକୁ ଟିକେ ଆମେ ଫୁଟେଇ ନବା। ସୋୟାବିନ୍‌କୁ 1 ରୁ 2 ମିନିଟ୍ ପାଣିରେ ଫୁଟେଇ ସାରିଲା ପରେ ଏବେ ଗ୍ୟାସ୍‌ର ଫ୍ଲେମ୍‌କୁ ଆମେ କଣ କରିବା ନା ଅଫ୍ କରିନବା। ଆକୁ ପୁରା ଭଲ ଭାବରେ ଥଣ୍ଡା ହେବା ପାଇଁ ଛାଡ଼ିଦବା। ତ କିଛି ସମୟ ପରେ ଏଇଠି ଦେଖିପାରୁଥିବେ ପାଣିଟା ଭଲସେ ଥଣ୍ଡା ହେଇଯାଇଛି ଆଉ ସୋୟାବିନ୍ ବି ପୁରା ନରମ ହେଇଯାଇଛି। ଏବେ ଏଇ ସୋୟାବିନ୍‌କୁ ହାତରେ ଭଲ ଭାବରେ ଏମିତି ଚିପୁଡ଼ି ନବା। ସୋୟାବିନ୍‌କୁ ଏମିତି ଭଲସେ ଚିପୁଡ଼ି ସାରିଲା ପରେ ଗୋଟେ ଜାଗାକୁ କାଢ଼ିକି ରଖିନବା। ମାର୍କେଟରେ ମିଳୁଥିବା ବରା ପକୁଡ଼ି ତ ଆପଣମାନେ ସବୁବେଳେ ଆଣି ଖାଉଥିବେ। ଥରେ ଆପଣମାନେ ଘରେ ଏଇ ସୋୟା ଚପ୍‌କୁ ନିହାତି ଟ୍ରାଏ କରନ୍ତୁ। ଦେଖିବେ ସମସ୍ତଙ୍କୁ ଏଇଟା ବହୁତ ପସନ୍ଦ ଆସିବ ଖାଇବା ପାଇଁ। ତ ଏବେ ଆମେ କଣ କରିବା ନା ଚୁପୁଡ଼ି ରଖିଥିବା ସୋୟାବିନ୍‌କୁ ଗୋଟେ ଗ୍ରାଇଣ୍ଡର ଜାର୍‌ରେ ଦେଇ ତାକୁ ଟିକେ ଖଦଖଦଡ଼ିଆ ବା ଦରଦରା କରି ବାଟି ଆଣିବା। ତ ଏଇଠି ଦେଖିପାରୁଥିବେ ସୋୟାବିନ୍‌କୁ ମୁଁ ଏଠି ଏମିତି ଦରଦରା କରି ବାଟି ନେଇଛି। ଏବେ ଆକୁ ଆମେ ସାଇଡ୍‌ରେ ରଖି ଗ୍ୟାସ୍ ଅନ୍ କରି ଗ୍ୟାସ୍ ଉପରେ ଗୋଟେ କଡ଼େଇ ବସେଇ ସେଥିରେ ପାଖାପାଖି 2 ଚାମଚ ପରିକା ତେଲ ଦେଇଦବା। ତେଲ ହାଲକା ଟିକେ ଗରମ ହେଲା ପରେ 1 ଚାମଚ ଦେଇଦବା ଜିରା। ଗୋଟା ଜିରା ଟିକେ ଭାଜି ହେଇଗଲା ପରେ ଏଠି ଆମେ ଦେଇଦବା 1 ଚାମଚ ପରିକା ବୁଟ ଡାଲି। ଆପଣମାନେ ବୁଟ ଡାଲି ଆଉ ବିରି ଡାଲିକୁ ମିଶେଇକି ନେଇପାରିବେ। ତ ଏଠି ମୁଁ କେବଳ ବୁଟ ଡାଲି ନେଇଥିଲି। ବୁଟ ଡାଲି ଆଉ ଜିରା ହାଲକା ଟିକେ ଭାଜି ହେଇସାରିଲା ପରେ ଏଠି ଆମେ ଦବା କାଟିକି ରଖିଥିବା ପିଆଜ। ତ ମୁଁ ଗୋଟେ ବଡ଼ ସାଇଜ୍‌ର ପିଆଜକୁ ପୁରା ଚୁନ ଚୁନ କରି କାଟି ନେଇଥିଲି। ଏବେ ସେଇ କଟା ପିଆଜକୁ ଦେଇ ପିଆଜର କଲର ଚେଞ୍ଜ ହେବା ପର୍ଯ୍ୟନ୍ତ ଆକୁ ଆମେ ଭଲସେ ଭାଜିବା। ଗ୍ୟାସ୍‌ର ଫ୍ଲେମ୍ ଏଇ ଜାଗାରେ ଆପଣମାନେ ମିଡିୟମରେ ହିଁ ରଖିଥିବେ। ମିଡିୟମ ଫ୍ଲେମ୍‌ରେ ପିଆଜକୁ ପାଖାପାଖି 1 ରୁ 2 ମିନିଟ୍ ଭଲସେ ଭାଜି ନବା। ପିଆଜ ହାଲକା ଟିକେ କଲର ଚେଞ୍ଜ ହେଇ ଆସିଲା ପରେ ଏଠି ଆମେ ଆଡ୍ କରିବା ଭୃସଙ୍ଗ ପତ୍ର। ଆପଣମାନେ ଯଦି ଭୃସଙ୍ଗ ପତ୍ରକୁ ପ୍ରଥମରୁ ଦେଇଦେବେ ତ ସେଇଟା କଣ ହବ ନା ଟିକେ ବେଶୀ ଭଲ ଭାବରେ ଭାଜି ହେଇଯିବ। ଭୃସଙ୍ଗ ପତ୍ରର କଲରଟା ଯୋଉ ଗ୍ରୀନ୍ ଗ୍ରୀନଟା ନା ସେଇଟା ରହିବନି। ତ ପ୍ରଥମେ ପିଆଜକୁ ଭାଜି ନେବେ, ତାପରେ ଆପଣମାନେ ଭୃସଙ୍ଗ ପତ୍ରକୁ ଆଡ୍ କରିବେ। ଏମିତି ପିଆଜକୁ ହାଲକା ଭାଜି ସାରିଲା ପରେ ଭୃସଙ୍ଗ ପତ୍ର ଦେବେ, କଲର ବିଲକୁଲ ବି ଚେଞ୍ଜ ହବନି। ଏବେ ସେଥିରେ ଆମେ ଦେଇଦବା ଅଦା, ରସୁଣ, କଞ୍ଚା ଲଙ୍କାର ଛେଚା। ରାଗ ଆପଣମାନେ ଆପଣମାନଙ୍କର ପସନ୍ଦ ହିସାବରେ କମ ଅଧିକ କରି ନେବେ। ତ ଏବେ ଏଇ ସବୁ ଜିନିଷକୁ ଦେଇ ସାରିଲା ପରେ ହାଲକା ଟିକେ ଭାଜି ନେବା ଯେ ପର୍ଯ୍ୟନ୍ତ ଅଦା ରସୁଣର କଞ୍ଚା ସ୍ମେଲଟା ନ ଯାଇଛି। ଏବେ ସେଥିରେ ଆମେ ଆଡ୍ କରିଦବା ଟମାଟୋ। ଏଠି ମୁଁ ଗୋଟେ ଟମାଟୋକୁ ଛୋଟ ଛୋଟ ଖଣ୍ଡ କରି କାଟି ନେଇଥିଲି। ଟମାଟୋକୁ ଦେଇ ସାରିଲା ପରେ ଏବେ ଟମାଟୋ ଭଲ ଭାବରେ ନରମ ହେବା ପର୍ଯ୍ୟନ୍ତ ଆକୁ ଆମେ ଭାଜିବା। ମିଡିୟମ ଫ୍ଲେମ୍‌ରେ ପାଖାପାଖି 2-3 ମିନିଟ୍ ଭାଜିଲା ପରେ ଟମାଟୋ ଏଠି ପୁରା ବଢ଼ିଆସେ ନରମ ହେଇଗଲାଣି। ଟମାଟୋ ଏମିତି ପୁରା ନରମ ହେଇ ଆସିଲା ପରେ ଏଠି ଆମେ ଆଡ୍ କରିବା ଗୁଣ୍ଡ ମସଲା। ଗୁଣ୍ଡ ମସଲାରେ ଏଠି ମୁଁ ନେଇଛି ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦ ମୁତାବକ ଲୁଣ। ଏବେ ଏଇ ସବୁ ଗୁଣ୍ଡ ମସଲା ଦେଇ ମସଲାଟାକୁ ଟିକେ ଭଲସେ ଆମେ କଷି ନେବା। ମସଲାକୁ ଭଲ ଭାବରେ କଷି ସାରିଲା ପରେ ଆମେ ଯୋଉ ଦରଦରା କରି ରଖିଛେ ନା ସୋୟାବିନ୍‌କୁ ପ୍ରଥମେ ସୋୟାବିନ୍‌କୁ ଆଡ୍ କରିନେବା। ସୋୟାବିନ୍‌କୁ ଦେଇ ସାରିଲା ପରେ ମସଲା ସହିତ ସୋୟାବିନ୍‌କୁ ଭଲସେ କଷି ନେବା 2 ରୁ 3 ମିନିଟ୍ ପର୍ଯ୍ୟନ୍ତ। ଏଠି ମୁଁ କହି ରଖୁଛି ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ ସୋୟାବିନ୍‌କୁ 3-4 ମିନିଟ୍ ଭଲ ଭାବରେ କଷି ସାରିଲା ପରେ ମସଲାରେ ଏଇଠି ମୁଁ 2ଟା ଆଳୁକୁ ଏମିତି ପୁରା କଦୁକସ କରି ନେଇଥିଲି। ଏଇଟା ସିଝା ଆଳୁ ଥିଲା। ଏବେ ସେଇ ସିଝା ଆଳୁକୁ ଦେଇ ଏଇ ମସଲାରେ ଆକୁ ଆଉ 2-4 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ କଷି ନେବା। ସାଙ୍ଗମାନେ ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କୋଉ କୋଉ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣେଇବେ, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ ମସଲା ରେଡି ହେଇଗଲା ପରେ ଏଇ ମସଲାକୁ ଛାଡ଼ି ଦେଇଥିଲି କିଛି ସମୟ ଭଲସେ ଥଣ୍ଡା ହେବା ପାଇଁ। ମସଲା ଭଲ ଭାବରେ ଥଣ୍ଡା ହେଇଗଲା ପରେ ଏବେ ଆମେ ଏଇ ମସଲାରୁ ଅଳ୍ପ ଅଳ୍ପ ହାତରେ ନେଇ ଛୋଟ ଛୋଟ ଟିକା ବନେଇ ନେବା। ଆପଣମାନଙ୍କୁ ଯେତିକି ବଡ଼ ବଡ଼ ସାଇଜ୍‌ର ଦରକାର ସେଇ ହିସାବରେ ମସଲାରୁ ଆପଣମାନେ କମ ଅଧିକ କରି ହାତରେ ନେବେ। ତ ଏଇଠି ଦେଖିପାରୁଥିବେ ଆମେ ଯେମିତି ଆଳୁ ଟିକା ବନାନ୍ତି ନା ସେଇ ଟାଇପ୍‌ର ଏଠି ମୁଁ ବନେଇ ନେଇଥିଲି। ମୁଁ ଏଠି ଏମିତି ଗୋଲ ଗୋଲ କରି ବନେଇ ନେଉଛି। ଆପଣମାନଙ୍କୁ ଯୋଉ ସେପ୍ ପସନ୍ଦ ଆପଣମାନେ ସେଇ ସେପ୍‌ରେ ଆକୁ ବନେଇ ପାରିବେ। ତ ଏଇଠି ଦେଖିପାରୁଥିବେ ପ୍ରଥମ ଆମର ଏଠି ଚପ୍ ବା ଟିକା ଆପଣମାନେ ଆକୁ ଯାହା ବି କହିପାରିବେ ରେଡି ହେଇଗଲା। ସେମ୍ ପ୍ରୋସେସ୍‌ରେ ସବୁ ଯାକକୁ ପ୍ରଥମେ ବନେଇକିନା ରଖିନେବା। ଏବେ ଆମେ କଣ କରିବା ନା ଗୋଟେ ଜାଗାରେ 2 ରୁ 3 ଚାମଚ ପରିକା ଦେଇଦବା ମଇଦା। ତା ସହିତ ଅଳ୍ପ ପାଣି ଦେଇ ଆର ଗୋଟେ ଘୋଳ ପ୍ରସ୍ତୁତ କରିନେବା। ଏଇ ଘୋଳଟାକୁ ବେଶୀ ବହଳିଆ କି ବେଶୀ ପତଳା କରିବେନି। ଦେଖିପାରୁଛନ୍ତି କନସିଷ୍ଟାନ୍ସି ଯେମିତି ଅଛି
ସେମିତି ହିଁ ରଖିବେ। ଏବେ ଆମେ କଣ କରିବା ନା, ଯୋଉ ଟିକା ବନେଇ ରଖିଥିଲେ ସେକୁ ଏଇ ମଇଦାର ଘୋଳରେ ଆଡ୍ କରିବା। ଦୁଇ ପଟ ସାଇଡକୁ ଏପଟ ସେପଟ କରିସାରିଲା ପରେ ଏଠି ମୁଁ ଅଳ୍ପ ବ୍ରେଡ୍ କ୍ରମ୍ସ ବନେଇ ରଖିଥିଲି, ତା ଦେହରେ ଏଇ ଟିକାକୁ ଦେଇ ଟିକାର ଦୁଇ ପଟ ସାଇଡରେ ବ୍ରେଡ୍ କ୍ରମ୍ସକୁ ଆରାମସେ ହାଲକା ହାତରେ ଏମିତି ଟିକେ କରିନେବା, ଯାହାଫଳରେ କି ବ୍ରେଡ୍ କ୍ରମ୍ସ ଟିକାରେ ପୁରା ବଢିଆ ସେ କୋଟ୍ ହେଇଯିବ। ଏବେ ସବୁଯାକ ଟିକାକୁ ବନେଇ ସାରିଲା ପରେ ଆମେ ଗୋଟେ ଜାଗାରେ ରଖିନେବା। ଆକୁ 15 ମିନିଟ୍ ପାଇଁ ପୁରା ଫ୍ରିଜରେ ରଖିନେବା। 15 ମିନିଟ୍ ରଖିନେଲେ ଫ୍ରିଜରେ କଣ ହବ ନା, ଏଇଟା ପୁରା ଭଲସେ ସେଟ୍ ହେଇଯିବ। 15 ମିନିଟ୍ ପରେ ଏଠି ମୁଁ ତେଲ ଛାଡ଼ି ଦେଇଥିଲି ଗରମ ହେବା ପାଇଁ। ତେଲ ଭଲ ଭାବରେ ଗରମ ହେଇ ଆସିଲାଣି। ଏବେ ଏଇ ଚପ୍ ହଉ ଟିକା ହଉ ଆପଣମାନେ ଆକୁ ଯାହା ବି କହିପାରିବେ, ଆକୁ ଏଇ ଗରମ ତେଲରେ ଦେଇ ପୁରା ଭଲ ଭାବରେ ଲାଲ ଲାଲ ହେବା ପର୍ଯ୍ୟନ୍ତ ଆକୁ ଛାଡ଼ିଦେବା। ଗ୍ୟାସର ଫ୍ଲେମ୍କୁ ଏଇ ଜାଗାରେ ଆପଣମାନେ ମିଡ଼ିୟମ୍ ହିଁ ରଖିଥିବେ, ପୁରା ହାଇ କରିନେବେନି। ହାଇ କରିନେଲେ କଣ ହବ ନା, ଉପରୁ ପୁରା ଜଲ୍ଦି ଆମର ପୁରା କ୍ରିସ୍ପି ହେଇଯିବ ବା କଲର୍ ଚେଞ୍ଜ ହେଇଯିବ, କିନ୍ତୁ ଭିତରଟା ଭଲସେ ହେଇନଥିବ। ତ ମିଡ଼ିୟମ୍ ଫ୍ଲେମ୍ରେ ଆକୁ ଏମିତି ଛାଡ଼ିଦେବା। ଗୋଟେ ପଟ ସାଇଡ୍ ହାଲକା ହାଲକା କଲର୍ ଆସିଗଲା ପରେ ଆକୁ ଆମେ ଆର ପଟକୁ ପଲଟେଇବା। ପାଖାପାଖି 1 ମିନିଟ୍ ପରେ ଆକୁ ମୁଁ ପଲଟେଇ ନେଇଥିଲି। ଏଠି ଦେଖିପାରୁଥିବେ ଉପରେ ହାଲକା ହାଲକା କଲର୍ ଆସିଯାଇଛି। ଏବେ ଆକୁ ଆମେ ପୁରା ଏପଟ ସେପଟ କରିକି 2-4 ମିନିଟ୍ ପର୍ଯ୍ୟନ୍ତ ଭଲସେ ଛାଣି ନେବା। ତ 2-4 ମିନିଟ୍ ଭଲ ଭାବରେ ଛାଣି ସାରିଲା ପରେ ଦେଖିବେ କଲର୍ଟା ପୁରା ସୁନ୍ଦର ହେଇ ଆସିବ। ଯେ ପର୍ଯ୍ୟନ୍ତ କଲର୍ଟା ଭଲ ଭାବରେ ଚେଞ୍ଜ ନ ହେଇଛି ସେ ପର୍ଯ୍ୟନ୍ତ ଆକୁ ଆମେ ଏପଟ ସେପଟ କରି ଛାଣୁଥିବା। ତ ଏଇଠି ଦେଖିପାରୁଥିବେ 2-3 ମିନିଟ୍ ପରେ ଏଇଠି ମୁଁ ଆପଣମାନଙ୍କୁ ଦେଖାଉଛି କଲର୍ଟା କେତେ ସୁନ୍ଦର ହେଇ ଆସିଲାଣି। ତ ଏଇଠି ଆମର ଚପ୍ ବା ଟିକା ପୁରା ରେଡି ହେଇଗଲାଣି। ଏବେ ଆକୁ ଆମେ କାଢିକି ଗୋଟେ ପ୍ଲେଟ୍ରେ ରଖିନେବା। ସବୁଯାକ ସୋୟା ଚପ୍କୁ କାଢିକିନା ଗୋଟେ ପ୍ଲେଟ୍ରେ ରଖି ନେଇଥିଲି। ସେମ୍ ପ୍ରୋସେସ୍ରେ ଏଇ ଗରମ ତେଲରେ ଆଉ ଯେତିକି ବଳକା ଚପ୍ ଆମର ରହିଲା ତାକୁ ଦେଇ ଛାଣି ନେବା। ଦେଖିପାରୁଥିବେ ବନେଇବାଟା କେତେ ସହଜ, ଆଉ ଦେଖିବା ପାଇଁ ଏଇଟା କେତେ ସୁନ୍ଦର ଲାଗୁଛି। ଦେଖିବା ପାଇଁ ଯେତିକି ସୁନ୍ଦର ଲାଗୁଛି ନା, ଏଇଟା ଖାଇବା ପାଇଁ ବି ସେତିକି ହିଁ ବଢିଆ ଲାଗିଥାଏ। ଥରେ ଆପଣ ନିହାତି ଏଇ ଚପ୍କୁ ଘରେ ବନେଇ ଟ୍ରାଏ କରନ୍ତୁ। ତ ଏଇଠି ଯୋଉ ବଳକା ତେଲ ରହିଲା ସେଥିରେ ଆଉ ଯୋଉ ବଳକା ଚପ୍ ରହିଲା ତାକୁ ଦେଇ ଛାଣି ନେବା। ତ ଚପ୍ ସବୁ ରେଡି ହେଇଗଲା ପରେ ଏଇଠି ମୁଁ ଗୋଟେ ପ୍ଲେଟ୍ରେ କାଢି ନେଇଛି। ସନ୍ଧ୍ୟା ସମୟରେ ଗରମା ଗରମ ଚାହା ସହିତ ଆପଣମାନେ ଏଇ ଚପ୍କୁ ଖାଇପାରିବେ, ବହୁତ ହିଁ ବଢିଆ ଲାଗିଥାଏ। ବର୍ଷା ପାଗରେ ତ ବେଶୀ ବଢିଆ ଲାଗିଥାଏ ଖାଇବା ପାଇଁ। ଆଶା କରୁଛି ଆପଣମାନଙ୍କୁ ଆଜିର ରେସିପି ନିଶ୍ଚୟ ପସନ୍ଦ ଆସିଥିବ। ପୁଣି ଆସିବି ଗୋଟେ ନୂଆ ରେସିପି ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର, ଜୟ ଜଗନ୍ନାଥ।